ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆୟକର ଚଢ଼ାଉ। ସକାଳୁ ସକାଳୁ ସ୍ୱର୍ଗତ ନବ ଦାସଙ୍କ ବିଭିନ୍ନ ଠିକଣାରେ ଏକ ବଡ଼ ଧରଣର ଚଢ଼ାଉ ଜାରି ରହିଛି। ଏକାବେଳେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦିଲ୍ଲୀ ସମେତ 19ଟି ସ୍ଥାନରେ ଆଜି ସକାଳ 5ଟାରୁ ଆରମ୍ଭ ହୋଇଛି ରେଡ୍। ଦୀପାଳି ଦାସ ପୁରୀରୁ ଫେରୁଥିବା ବେଳେ ବିଶାଲ ଦାସ ଦିଲ୍ଲୀରେ ଅଛନ୍ତି। ଉଭୟଙ୍କ ଉପରେ ଆଇଟି ଟିମ୍ ନଜର ରଖିଛି। 3ଟି ଅଫିସ୍ ବନ୍ଦ ଅଛି। ଦୀପାଳି ପୁରୀରୁ ଫେରିଲେ ଏହି ଅଫିସରେ ଚଢ଼ାଉ ଆରମ୍ଭ ହେବ। ଏହି ଚଢ଼ାଉରେ ଏକା ସାଙ୍ଗେ 180 ଅଧିକାରୀ ସାମିଲ ଅଛନ୍ତି। 120 ଆଇଟି ଅଫିସର, 60ଟି ଗାଡ଼ି ଏବଂ ସାଇଣ୍ଟିଫିକ୍ ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି। ସେପଟେ କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଚଢ଼ାଉ ଅଭିଯୋଗରେ ନବ ଦାସ ଲିଙ୍କରେ ସୁନ୍ଦରଗଡ଼ରେ ଆୟକର ବିଭାଗ ଚଢ଼ାଉ ଜାରି ରହିଛି। ଏଥିସହ ନବ ଦାସଙ୍କ ବ୍ୟବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍। ବ୍ୟୁରୋ ରିପୋର୍ଟ 24 ନ୍ୟୁଜ୍ ଓଡ଼ିଆ।